ସାଙ୍ଗମାନେ ଆଜି ତୋରି ପାଇଁ ତୋ ପାଇଁ ରେ ଦେଖିବାକୁ ପାଇବେ। ଆଜି ମାଧବୀ ଆଉ ରୋହି ଚିକିକୁ ମାରି ବେହୋସ କରି ଦେବୀ ମାଙ୍କ ମୂର୍ତ୍ତି ପଛରେ ତା ହାତ ଗୋଡ଼କୁ ବାନ୍ଧି ରଖିଦେଇଥିବେ ଆଉ କହିବେ ଯେ ଚିକି ଯେଉଁ ପର୍ଯ୍ୟନ୍ତ ବାହାଘର ସରିନି ତୁ ଏଠାକୁ ଆସିବୁନି। ଆଉ ଏତିକି ବେଳେ କାମିନୀ ଜେଜେମା ଆଉ ସୁଗନ୍ଧା ଆସି ସେଠି ପହଞ୍ଚି ଯାଆନ୍ତି ଆଉ ସେମାନେ ହାତରେ ଖାନଦାନୀ କଙ୍କଣ ଆଣିଥିବେ ଆଉ ସେ ରୋହିକି ଡାକି କହିବେ ଯେ ଆରେ ମା ରୋହି ଏ ଖାନଦାନୀ କଙ୍କଣ ଏ ପର୍ଯ୍ୟନ୍ତ ଚିକି ପାଖରେ ଥିଲା ଆଉ ଆଜିଠୁ ଏଇଟା ତୋର ହେଇଯିବ। ଆଉ ରୋହି ଏତେବେଳେ କହୁଛି ଆଜି କିଛି ସବୁ ମୋର ହେଇଯିବାକୁ ଯାଉଛି ଚିକି, ଶେଷରେ ତୁ କାଙ୍ଗାଳି ହେଇଗଲୁ। ଆଉ ଏତିକି କହି ସେ ଖାନଦାନୀ କଙ୍କଣ ମାଗନ୍ତି। ସୁଗନ୍ଧା ଦେବା ପାଇଁ ଟିକେ ଓରପୋଛ ହବ। ଆଉ ଏତିକି ବେଳେ ରୋହି କହୁଛି କଣ ଆଣ୍ଟି ଏବେ ବି ଆପଣ ଚିକି କଥା ଭାବୁଛନ୍ତି? ଆଉ ସୁଗନ୍ଧା କହୁଛନ୍ତି ଦୂରରେ ଥିବା ଲୋକକୁ ଭାବାଯାଏ କିନ୍ତୁ ଚିକି ତ ଏବେ ମୋ ପାଖରେ ହିଁ ଅଛି, ମୁଁ ଚିକି କଥା କାହିଁକି ଭାବିବି। ଏମିତି କହି ସେ ଖାନଦାନୀ କଙ୍କଣ ଟିକେ ରୋହି ହାତକୁ ଦେଇ ଦିଅନ୍ତି। ଆଉ ଏପଟ ସିନରେ ଆପଣମାନେ ଦେଖିବାକୁ ପାଇବେ ରୋହି ମାଧବୀକୁ ଏକ ବାଡ଼ିଆ ଦେଇ କହୁଛି ଆଣ୍ଟି ଏ ହାତଟି ନିଅନ୍ତୁ, ଯେଉଁ ପର୍ଯ୍ୟନ୍ତ ଚିକିର ହୋସ୍ ଆସିନି ସେ ପର୍ଯ୍ୟନ୍ତ ଆପଣ କିଛି କରିବେନି କିନ୍ତୁ ଯେତେବେଳେ ଚିକିର ହୋସ୍ ଆସୁଥିବ ଆପଣ ଏଇ ବାଡ଼ିଆରେ ତା ମୁଣ୍ଡକୁ ବାଡ଼ି ତାକୁ ବେହୋସ କରିଦେଉଥିବେ। ଆଉ ଏପଟେ ଚିକି ରୋହିର ରୁମ୍ରେ ଗୋଟେ କ୍ୟାମେରା ଲଗେଇଛି ଯେଉଁଥିରେ କି ଏସବୁ ରେକର୍ଡ ହେଉଛି। ତେବେ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି, କ'ଣ ସତରେ ରାମ ଆଉ ରୋହିର ବାହାଘର ବନ୍ଦ ହୋଇଯିବ? ଯଦି ହଁ ଆମକୁ ୟେସ୍ ବୋଲି କମେଣ୍ଟ କରନ୍ତୁ।